ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ଆମ ବିଚିତ୍ର ବିଶ୍ୱ ପରିବେଶ ପାଠକୁ ଆମେ ପାଠ 4 ଆମ ବିଦ୍ୟାଳୟ ଏକ ଆନନ୍ଦମୟ ସ୍ଥାନ ବିଷୟଟିକୁ ଆଲୋଚନା କରିବା। ତେଣୁ ଭଲ ଭାବରେ ଶୁଣି ବୁଝିବା ପାଇଁ ଚେଷ୍ଟା କର। ସବୁଜ ବିଦ୍ୟାଳୟ। ଆଶା ଓ ମୋହିତ ଏକାଠି ବିଦ୍ୟାଳୟକୁ ଯାଉଥିଲେ। ଆଶା ପଚାରିଲା, ତୁମେ ବିଦ୍ୟାଳୟକୁ ଯିବାକୁ ପସନ୍ଦ କର କି? ମୋହିତ ଖୁସିରେ ହସି କହିଲା, ମୁଁ ବିଦ୍ୟାଳୟକୁ ଭଲ ପାଏ। ଏହା ହେଉଛି ଏକ ସ୍ଥାନ ଯେଉଁଠାରେ ମୁଁ ପ୍ରତିଦିନ ମୋର ବନ୍ଧୁମାନଙ୍କୁ ଦେଖେ, ବିଭିନ୍ନ ପ୍ରକାର ଖେଳ ଖେଳେ, ନୂଆ ଜିନିଷ ଶିଖିବାକୁ ପାଏ। ଏହା ମୋର ପ୍ରିୟ ସ୍ଥାନ। ଆଶା ମୋହିତ ସାଙ୍ଗ ହୋଇ ବିଦ୍ୟାଳୟକୁ ଯାଉଥିଲେ। ଆଶା ପଚାରିଲା ମୋହିତକୁ, ତୁମେ ବିଦ୍ୟାଳୟକୁ ଯିବାକୁ ପସନ୍ଦ କର କି? ମୋହିତ କହିଲା, ଖୁସିରେ କହିଲା, ହଁ ମୁଁ ବିଦ୍ୟାଳୟକୁ ଭଲ ପାଏ, କାରଣ ଏହି ବିଦ୍ୟାଳୟରେ ମୁଁ ବନ୍ଧୁମାନଙ୍କୁ ଦେଖେ, ବିଭିନ୍ନ ପ୍ରକାର ଖେଳ ଖେଳେ, ନୂଆ ଜିନିଷ ଶିଖିବାକୁ ପାଏ। ତେଣୁ ଆମେ ବିଦ୍ୟାଳୟକୁ କାହିଁକି ଯାଉ ନା କିଛି କଥା ଶିଖିବା ପାଇଁ, ନୂଆ ଜିନିଷ ଜାଣିବା ପାଇଁ। ତେଣୁ ଆମେ ବିଦ୍ୟାଳୟକୁ ଯାଉ। ଆମ ବିଦ୍ୟାଳୟ ଏପରି ଏକ ସ୍ଥାନ ଯେଉଁଠାରେ ଆମେ ସୁରକ୍ଷିତ ରହୁ ଏବଂ ଆମର ଯତ୍ନ ନିଆଯାଏ। ଏଠାରେ ଆମେ ବହୁତ ଶିକ୍ଷା କରୁ, ଶିଖିବାକୁ ପାଉ। ଆଶା କହିଲା, ମୋ ବିଦ୍ୟାଳୟ ଆମକୁ ଉଦ୍ଭିଦ ପ୍ରାଣୀମାନଙ୍କର ଯତ୍ନ ନେବା ଶିଖାଏ। ମୁଁ ମୋର ବିଦ୍ୟାଳୟକୁ ଏକ ସବୁଜ ବିଦ୍ୟାଳୟ ଭଳି ଉନ୍ନତ କରିବାକୁ ଚାହୁଁଛି। ମୋହିତ ପଚାରିଲା, ଏକ ସବୁଜ ବିଦ୍ୟାଳୟ କ'ଣ? ଆଶା କହିଲା, ମୋ ଭାଇ ମୋତେ ଥରେ କହିଥିଲେ, ସବୁଜ ବିଦ୍ୟାଳୟ ହେଉଛି ଏକ ବିଦ୍ୟାଳୟ ଯେଉଁଠାରେ ଆମେ ବର୍ଜ୍ୟବସ୍ତୁ ପରିଚାଳନା କରୁ, ଜଳ ସଞ୍ଚୟ କରୁ, ସାବଧାନତାର ସହ ବିଦ୍ୟୁତ୍ ବ୍ୟବହାର କରୁ ଏବଂ ଅଧିକ ଗଛ ଲଗାଇ ସେଗୁଡ଼ିକ ଯତ୍ନ ନେଇ ବିଦ୍ୟାଳୟ ହତାକୁ ସବୁଜ କରିଥାଉ। ସବୁଜ ବିଦ୍ୟାଳୟ କହିଲେ କ'ଣ ବୁଝ? ଆଶା କହିଲା, ନା ବିଦ୍ୟାଳୟରେ ଗଛ ଲଗାଇବା, ଅଯଥା ଜଳକୁ ଅପଚୟ କରିବା ନାହିଁ, ସାବଧାନ ସହିତ ବିଦ୍ୟୁତ୍ ବ୍ୟବହାର କରିବା, ଗଛ ଲଗାଇ ତା'ର ଯତ୍ନ ନେବା ଏବଂ ପରିବେଶକୁ ସଫାସୁତୁରା ରଖିବା ହେଉଛି ସବୁଜ ବିଦ୍ୟାଳୟ। ଆଶା ଓ ମୋହିତ ସେମାନଙ୍କର ଅନୁଭୂତିକୁ ସହପାଠୀଙ୍କ ସହିତ ଆଲୋଚନା କଲେ। ସମସ୍ତେ ଆଗ୍ରହ ହୋଇ ପଚାରିଲେ, ଆମ ବିଦ୍ୟାଳୟଟି କିପରି? ଆମେ କ'ଣ ଏହାକୁ ମଧ୍ୟ ଏକ ସବୁଜ ବିଦ୍ୟାଳୟ ପରିଣତ କରିପାରିବା? ଅନୁପମ କହିଲା, ଅନୁପମ ସାର୍ ଯିଏକି ଆମ ଚତୁଃପାର୍ଶ୍ୱରେ ପୃଥିବୀ ବିଷୟକୁ ସେମାନଙ୍କୁ ପଢ଼ାନ୍ତି। ଅନୁପମ ସାର୍, ମୁଁ ତୁମର ଆଲୋଚନା ଶୁଣି ଖୁସି ହେଲି। ମୁଁ ଜାଣିବାକୁ ଚାହୁଁଛି ଏହି କାର୍ଯ୍ୟକୁ ତୁମେ କିପରି ଆରମ୍ଭ କରିବ? ଆଶା ଓ ତା'ର ସହପାଠୀଙ୍କ ସହ ନିଜର ମତାମତ ଆଲୋଚନା କଲେ। ଆସ ଆମେ ଆମ ବିଦ୍ୟାଳୟକୁ ଭଲ ଭାବରେ ନିରୀକ୍ଷଣ କରିବା ବା ଆମ ବିଦ୍ୟାଳୟକୁ ଏକ ଆନନ୍ଦଦାୟକ, ସୁରକ୍ଷିତ, ସବୁଜ ବିଦ୍ୟାଳୟ କରିବା ପାଇଁ କ'ଣ କରିପାରିବା ତାହା ସ୍ଥିର କରିବା। ଆମେ ବିଦ୍ୟାଳୟକୁ ଯାଉଛେ, ତେଣୁ ଆମ ବିଦ୍ୟାଳୟକୁ କିପରି ସବୁଜ ସୁନ୍ଦର କରିପାରିବା ସେ ବିଷୟରେ ଆମେ ଆଲୋଚନା କରିବା। ତୁମେ ଜାଣ କି ସ୍ୱଚ୍ଛ ଭାରତ ସ୍ୱଚ୍ଛ ବିଦ୍ୟାଳୟ ଭାରତ ସରକାର ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ଏକ ଅଂଶ। ଏହା ବିଦ୍ୟାଳୟଗୁଡ଼ିକୁ ସମସ୍ତଙ୍କ ପାଇଁ ସଫା ଓ ସ୍ୱାସ୍ଥ୍ୟ ଉପଯୋଗୀ ରଖିବା ଉପରେ ଆଲୋକପାତ କରେ। ଏଥିରେ ସ୍ୱଚ୍ଛ ଶୌଚାଳୟ, ନିରାପଦ ପାନୀୟ ଜଳ, ଉପଯୁକ୍ତ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ୱଚ୍ଛତା ଶିକ୍ଷା ଅନ୍ତର୍ଭୁକ୍ତ। ପ୍ରତ୍ୟେକ ଶିଶୁର ଏକ ସ୍ୱଚ୍ଛ ଓ ସୁରକ୍ଷିତ ପରିବେଶରେ ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି। ତେଣୁ ବିଦ୍ୟାଳୟ ଏକ ଏଭଳି ଅନୁଷ୍ଠାନ ଅଟେ। ତୁମ ବିଦ୍ୟାଳୟ ଚାରିପଟେ ବୁଲି ଆସ। ବିଦ୍ୟାଳୟର ମୁଖ୍ୟ କୋଠା, ଖେଳ ପଡ଼ିଆ, ବଗିଚା, ଜଳଟାଙ୍କି ଓ ଅନ୍ୟାନ୍ୟ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକୁ ନେଇ ଏକ ମାନଚିତ୍ର ତିଆରି କର। ବିଦ୍ୟାଳୟ ମୁଖ୍ୟ ଫାଟକ ବିଦ୍ୟାଳୟ ଗୃହକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ମାନଚିତ୍ରରେ ସ୍ଥାନିତ କରିବାକୁ ଭୁଲ ନାହିଁ।
ବର୍ତ୍ତମାନ ଆସ ଲେଖିବା। ଏକ ନମ୍ବର ପ୍ରଶ୍ନ, ମୋ ବିଦ୍ୟାଳୟ ବିଷୟରେ ପ୍ରକୃତରେ ମୋତେ କ'ଣ ଭଲ ଲାଗେ? ଆମେ ଉତ୍ତର ଲେଖିବା, ଆମ ବିଦ୍ୟାଳୟରେ ଏକ ବଡ଼ ଖେଳ ପଡ଼ିଆ ରହିଛି। ପିଲାମାନେ ସେଠାରେ ଖେଳିବା ପାଇଁ ପାର୍କ ରହିଛି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଭଲ ପାଠ ପଢ଼ାନ୍ତି, ତେଣୁ ମୋତେ ଭଲ ଲାଗେ। ଏ କଥାକୁ ଆମେ ଏଠାରେ ଲେଖିପାରିବା। କ୍ୱେଶ୍ଚିନ୍ ନମ୍ବର 2, ମୁଁ କିପରି ମୋ ବିଦ୍ୟାଳୟକୁ ସବୁଜ ବିଦ୍ୟାଳୟ କରିପାରିବି? ଏହାକୁ ଆମେ ଲେଖିବା, ମୁଁ ବିଦ୍ୟାଳୟ ପରିସରରେ ଗଛ ଲଗାଇବି, ତା'ର ଯତ୍ନ ନେବି ଏବଂ ବିଦ୍ୟାଳୟ ଚାରିପାଖ ସଫା ସୁତୁରା ରଖି ସବୁଜ ବିଦ୍ୟାଳୟ କରିପାରିବି। କ୍ୱେଶ୍ଚିନ୍ ନମ୍ବର 3, ବିଦ୍ୟାଳୟରେ କିଛି ଅସୁବିଧା ହେଲେ ମୁଁ କାହା ସହ ଆଲୋଚନା କରିବି କିମ୍ବା କାହାକୁ ଜଣାଇବି? ଏହାର ଉତ୍ତର ଲେଖିବା, ବିଦ୍ୟାଳୟରେ କିଛି ଅସୁବିଧା ହେଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜଣାଇ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି। ବିଦ୍ୟାଳୟ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କର। ତୁମେ ଏବଂ ତୁମର ସହପାଠୀମାନେ ବିଦ୍ୟାଳୟ ଅନୁସନ୍ଧାନ ଦଳ ଗଠନ କରିପାରିବ। ତୁମ ଦଳଗୁଡ଼ିକ ନାମ ବାଛିବା ପାଇଁ ନିମ୍ନରେ କେତେକ ଉଦାହରଣ ଦିଆଯାଇଛି। ଦେଖ, ଆମ ବିଦ୍ୟାଳୟକୁ ସବୁଜ ସୁନ୍ଦର କରିବା ପାଇଁ ଆମେ କ'ଣ କରିପାରିବା? ଜଳ ଜଗୁଆଳି, ମାନେ ଜଳକୁ ଜଗିବ। ଆମେ ମନ ଇଚ୍ଛା, ପିଲାମାନେ ଦେଖାଯାଉଛି ମନ ଇଚ୍ଛା ପାଣି ଟ୍ୟାପ୍ ଖୋଲି ଦିଅନ୍ତି, ତେଣୁ ସେଇ ପାଣି ଟ୍ୟାପ୍କୁ ଅଯଥାରେ ଖୋଲିବା ନାହିଁ। ଯେତିକି ଆବଶ୍ୟକ ସେତିକି ଜଳକୁ ବ୍ୟବହାର କରିବା। ସେମିତି ବିଦ୍ୟୁତ୍ ସଞ୍ଚୟକାରୀ ଖାଲି କେହି ନଥିବା ସମୟରେ ଯଦି ପଙ୍ଖା ଘୁରେ, ଲାଇଟ୍ ଜଳେ, ତାହେଲେ ଆମେ ତାହାକୁ ବନ୍ଦ କରିବା। ବର୍ଜ୍ୟବସ୍ତୁ ପରିଚାଳନାକାରୀ, ବର୍ଜ୍ୟବସ୍ତୁ ଯାହା ବିଦ୍ୟାଳୟରେ ବର୍ଜ୍ୟବସ୍ତୁ ବାହାରୁଛି ତାକୁ ଏକ ଡଷ୍ଟବିନ୍ରେ ପକାଇବା। ଏଣେ ତେଣେ ଶ୍ରେଣୀଗୃହରେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରି ପକାଇବା। ସେହିଭଳି ସବୁଜ ଅଭିଭାବକ, ଆମେ ପ୍ରତ୍ୟେକ ଏଠାରେ କିଛି ଉଦାହରଣ ଦିଆଯାଇଛି। ବିଦ୍ୟୁତ୍ ସଞ୍ଚୟକାରୀ, ସବୁଜ ଅଭିଭାବକ, ତାକୁ ପଢ଼ିବା। ବିଦ୍ୟୁତ୍ ସଞ୍ଚୟକାରୀ, ବ୍ୟବହାର ହେଉନଥିବା ସମୟରେ ବିଦ୍ୟୁତ୍ ପଙ୍ଖା ବଲ୍ବ ଚାଲୁ ରହିଛି କି ତାହାକୁ ଦେଖିବା। ଶ୍ରେଣୀଗୃହଗୁଡ଼ିକରେ ଯଥେଷ୍ଟ ସୂର୍ଯ୍ୟାଲୋକ ପଡ଼ୁଛି କି ତାହାକୁ ଲକ୍ଷ୍ୟ କରିବା। ବିଦ୍ୟାଳୟର କେଉଁ ସ୍ଥାନଗୁଡ଼ିକରେ ଦିନବେଳେ ସବୁଠାରୁ ଅଧିକ ଗରମ ଥଣ୍ଡା ଅନୁଭୂତ ହୁଏ ତାହାକୁ ଲକ୍ଷ୍ୟ କରିବା। ସବୁଜ ଅଭିଭାବକ କ'ଣ? ବିଦ୍ୟାଳୟରେ କିଛି ବୃକ୍ଷ କିମ୍ବା ଉଦ୍ଭିଦ ଅଛି କି? କିଏ ସେମାନଙ୍କ ଯତ୍ନ ନିଅନ୍ତି? ଆମେ କେଉଁ ସ୍ଥାନରେ ଅଧିକ ବୃକ୍ଷରୋପଣ କରିପାରିବା? ଏହି ସ୍ଥାନଗୁଡ଼ିକ ପକ୍ଷୀ କିମ୍ବା ପ୍ରଜାପତି ଆସନ୍ତି କି? ବିଦ୍ୟାଳୟ ଏକ କମ୍ପୋଷ୍ଟ ପିଟ୍ ଅଛି କି? ଜଳ ଜଗୁଆଳି, ବିଦ୍ୟାଳୟ କଳଗୁଡ଼ିକରୁ ଜଳ ଲିକ୍ ହେଉଛି କି? ସେଥିରୁ ଜଳ ନଷ୍ଟ ହେଉଛି କି? କଳ ଟ୍ୟାଙ୍କିଗୁଡ଼ିକ ସଫା ଅଛି କି? ସେଥିରେ ଘୋଡ଼ଣି ଅଛି କି? ଏସବୁକୁ ଆମେ ଲକ୍ଷ୍ୟ କରିବା। ଟ୍ରାଫିକ୍ ନିୟନ୍ତ୍ରଣ କ'ଣ? ପିଲାମାନେ ବିଦ୍ୟାଳୟକୁ ଯିବା ସମୟରେ ଫାଟକ ବାହାରେ ପରିସ୍ଥିତି କିପରି ଥାଏ? ବିଦ୍ୟାଳୟ ନିକଟରେ ପିଲାମାନେ ରାସ୍ତା ପରି ହେବା ପାଇଁ କୌଣସି ପାଦଚଲା ରାସ୍ତା ରହିଛି କି? ବିଦ୍ୟାଳୟ ସମ୍ମୁଖରେ ଯାନବାହନ ଗୁଡ଼ିକ ଦ୍ରୁତ ଗତିରେ ଯାତାୟାତ କରେ କି? ଏସବୁ ଲେଖିବା। ବର୍ଜ୍ୟବସ୍ତୁ ପରିଚାଳନାକାରୀ କ'ଣ? ତୁମେ କେଉଁଠାରେ ଆବର୍ଜନା ପଡ଼ିଥିବା ଦେଖିଛ? ସେଗୁଡ଼ିକ କେଉଁ ପ୍ରକାର? ବିଦ୍ୟାଳୟର ପର୍ଯ୍ୟାପ୍ତ ଡଷ୍ଟବିନ୍ ଅଛି କି? ହଁ କିମ୍ବା ନାହିଁ ଲେଖିବ। ପ୍ରତ୍ୟେକ ବିଦ୍ୟାଳୟରେ ରହିଛି, ତେଣୁ ଆମେ ହଁ ଲେଖିବା। ଶିକ୍ଷାର୍ଥୀମାନେ ଏହି ଡଷ୍ଟବିନ୍ ବ୍ୟବହାର କରନ୍ତି କି? ହଁ ବା ନା, କାହିଁକି? ଶିକ୍ଷାର୍ଥୀମାନେ ଏହି ଡଷ୍ଟବିନ୍କୁ ବ୍ୟବହାର କରନ୍ତି କାହିଁକି? ଶ୍ରେଣୀଗୃହରେ କାଗଜ ଟୁକୁରା, ଭଙ୍ଗା କଲମ ପକାଇଲେ ଶ୍ରେଣୀଗୃହ ଆବର୍ଜନା ହୋଇଥାଏ, ତେଣୁ ଆବର୍ଜନା ମୁକ୍ତ କରିବା ପାଇଁ ଆମେ ସେଗୁଡ଼ିକୁ ଡଷ୍ଟବିନ୍ ବ୍ୟବହାର କରିବା। ବର୍ଜ୍ୟ ଖାଦ୍ୟ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପାଇଁ ପୃଥକ ଡଷ୍ଟବିନ୍ ଅଛି କି? ହଁ, ବର୍ଜ୍ୟବସ୍ତୁ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ରଖାଯାଇଛି।
କାରଣ ଯେଉଁଗୁଡ଼ିକ ପୁନଃଚକ୍ରଣ ହେବ ତାକୁ ପୁନଃଚକ୍ରଣ ଡବାରେ ଏବଂ ଦାହ୍ୟ ଯାହା ମାଟିରେ ମିଶେ ତା ପାଇଁ ଏକ ସ୍ୱତନ୍ତ୍ର ଡଷ୍ଟବିନ୍ ଏବଂ ଯେଉଁଗୁଡ଼ିକ ମାଟିରେ ମିଶେ ନାହିଁ ତା ପାଇଁ ଏକ ସ୍ୱତନ୍ତ୍ର ଡଷ୍ଟବିନ୍ ରଖାଯାଇଥାଏ। ତୁମେ ତୁମର ଅନୁସନ୍ଧାନ ସମାପ୍ତ କରିବା ପରେ ଏକତ୍ରିତ ହୋଇ ତା'ର ଫଳାଫଳକୁ ଶ୍ରେଣୀଗୃହରେ ଆଲୋଚନା କର। ତୁମେ କ'ଣ ଜାଣିବାକୁ ପାଇଲ? ତୁମକୁ ଚିନ୍ତିତ କରିବା ଭଳି କିଛି ଫଳାଫଳ ଥିଲା କି? ଏସବୁ ଆମେ ଲକ୍ଷ୍ୟ କଲେ ତାକୁ ଆମେ ଦେଖି ଲେଖିବା। ବର୍ଜ୍ୟବସ୍ତୁ ପରିଚାଳନା। ଆମେ କେବଳ ଆବଶ୍ୟକତା ଅନୁଯାୟୀ କୌଣସି ଜିନିଷ ବ୍ୟବହାର କରି ଜିନିଷଗୁଡ଼ିକୁ ପୁନଃ ବ୍ୟବହାର କରି ଏବଂ ଉପଯୋଗୀ ଜିନିଷଗୁଡ଼ିକୁ ନ ଫୋପାଡ଼ି ବର୍ଜ୍ୟବସ୍ତୁର ଅପଚୟ ହ୍ରାସ କରିପାରିବା। ଯଦିଓ କେତେକ ବର୍ଜ୍ୟବସ୍ତୁ ଯଥା ଫଳ, ପନିପରିବା ଚୋପା, ବଳକା ଖାଦ୍ୟ ଏବଂ କାଗଜ ଭଳି ଅନ୍ୟ କେତେକ ଆବର୍ଜନା ମଧ୍ୟ ରହିପାରେ, ଆମେ ପୂର୍ବ ଶ୍ରେଣୀରେ ଆବର୍ଜନା ପରିଚାଳନା କରି ଆମର ପରିବେଶକୁ ସଫା ରଖିବା ପାଇଁ ଶୁଖିଲା ଏବଂ ଓଦା ଭାବରେ ଆବର୍ଜନାର ବର୍ଗୀକରଣ କରିବାର ଗୁରୁତ୍ୱ ବିଷୟରେ ଶିଖିଛୁ। ହ୍ରାସ ଲେଖିବା। ନିମ୍ନଲିଖିତ ଆବର୍ଜନା ପାଇଁ ଡଷ୍ଟବିନ୍ ରଙ୍ଗର ନାମ କହିପାରିବ କି? ଶୁଖିଲା ଆବର୍ଜନା, ଓଦା ଆବର୍ଜନା। ଶୁଖିଲା ଆବର୍ଜନା କ'ଣ କ'ଣ? ଶୁଖିଲା ଆବର୍ଜନା ହେଉଛି କାଗଜ ଟୁକୁରା, ଭଙ୍ଗା କଲମ। ଓଦା ଆବର୍ଜନା କ'ଣ? ପନିପରିବା ଚୋପା। ଓଦା ଆବର୍ଜନା। ତୁମେ କେବେ ଲକ୍ଷ୍ୟ କରିଛ କି ପୁରୁଣା ଖବରକାଗଜ ଭଳି ଜିନିଷଗୁଡ଼ିକୁ କେବେ ବି ଡଷ୍ଟବିନ୍ ଗୁଡ଼ିକରେ ପକାଯାଏ ନାହିଁ? ସେଗୁଡ଼ିକ ସାଧାରଣତଃ ଅଲଗା ଅଲଗା ପୁନଃଚକ୍ରଣ ପାଇଁ ବର୍ଜ୍ୟ ସଂଗ୍ରହକାରୀଙ୍କୁ ବା କବାଡ଼ିଆ, ଯେଉଁମାନେ ବର୍ଜ୍ୟ ସଂଗ୍ରହ କରନ୍ତି କବାଡ଼ିଆ, ତେଣୁ କବାଡ଼ିଆଙ୍କୁ ଦିଆଯାଏ। ବିଭିନ୍ନ ବର୍ଜ୍ୟ ସଂଗ୍ରହକାରୀ ଭିନ୍ନ ଭିନ୍ନ ଜିନିଷ ସଂଗ୍ରହ କରନ୍ତି। ତୁମ ଅଞ୍ଚଳରେ ବିଭିନ୍ନ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ କ'ଣ କୁହାଯାଏ? ଆସ ଲେଖିବା। ତୁମ ବିଦ୍ୟାଳୟ କେଉଁ ଜିନିଷ ପୁନଃଚକ୍ରଣ ପାଇଁ ପଠାଯାଏ ତାକୁ ଲେଖିବା। ଆମ ବିଦ୍ୟାଳୟରେ ଖବରକାଗଜ, ପ୍ଲାଷ୍ଟିକ୍ ବୋତଲ ଏବଂ ଅଟାକୁ ପୁନଃଚକ୍ରଣ ପାଇଁ ବ୍ୟବହାର କରାଯାଇଥାଏ। ତୁମ ପିତାମାତାଙ୍କୁ ପଚାରି ବୁଝ ଓ ଦେଖ କବାଡ଼ିଆକୁ ଦେବା ପାଇଁ କିଛି ଜିନିଷ ସେମାନେ ଅଲଗା କରି ରଖନ୍ତି କି? ସେଗୁଡ଼ିକ କ'ଣ କ'ଣ? ପ୍ଲାଷ୍ଟିକ୍ ଡବା, ଭଙ୍ଗା ଚେୟାର, ପୁରୁଣା ଖାତା ବହି, ଲୁହା, ଭଙ୍ଗା ପଙ୍ଖା ଏହିଭଳି ଲେଖିବା। 2. ପିତାମାତାଙ୍କୁ ପଚାରି ବୁଝ ଦେଖ କବାଡ଼ିଆକୁ ଦେବା ପାଇଁ ଆସ ଖୋଜିବା। ତୁମ ଶିକ୍ଷକଙ୍କ ସହାୟତାରେ ତୁମ ବିଦ୍ୟାଳୟକୁ ଜଣେ କବାଡ଼ିଆକୁ ଆମନ୍ତ୍ରଣ କର ଏବଂ ତାକୁ ତାଙ୍କ କାର୍ଯ୍ୟ ବିଷୟରେ ପଚାରି ବୁଝ। ଏହି ଜିନିଷଗୁଡ଼ିକ କେଉଁଠାକୁ ଯାଏ, ସେଗୁଡ଼ିକୁ କିପରି ପୁନଃଚକ୍ରଣ କରାଯାଇପାରିବ ତାହା ଜାଣିବା କୌତୂହଳପ୍ରଦ ହେବ। ପାଣିର ଅପଚୟ ରୋକିବା ପାଇଁ ଆମ ବିଦ୍ୟାଳୟରେ କିଛି ସରଳ କାର୍ଯ୍ୟ କରିପାରିବା କି? ହଁ, କରିପାରିବା। କାରଣ ଆମେ ଟ୍ୟାପ୍ର ଯତ୍ନ ନେବା, ଅଯଥା ଟ୍ୟାପ୍ ଖୋଲିବା ନାହିଁ। ତୁମ ବିଦ୍ୟାଳୟରେ କିମ୍ବା ଘରେ ବର୍ଷା ଜଳକୁ କିପରି ସଂଗ୍ରହ କର